ଆପଣ ଜାଣିଛନ୍ତି ପାରା ଦେଉଳରେ କଣ ପାଇଁ ବାସ କରନ୍ତି? ଦିନେ ମା ପାର୍ବତୀ ପ୍ରଭୁ ମହାଦେବଙ୍କୁ କହିଲେ ମତେ ଆଜି ଟିକେ ବ୍ରହ୍ମଜ୍ଞାନ ଶୁଣା। ମହାଦେବ କହିଲେ ହଉ ଠିକ ଅଛି, ଯଦି ତମେ ବ୍ରହ୍ମଜ୍ଞାନ ଶୁଣିବାକୁ କହୁଛ ତାହେଲେ ଏକାନ୍ତ ଜାଗାକୁ ଯିବାକୁ ପଡିବ। ମା ପାର୍ବତୀ କହିଲେ କୋଉଠି ସେ ଏକାନ୍ତ ଜାଗା? ପ୍ରଭୁ ମହାଦେବ କହିଲେ ଅମରାବତୀପୁରକୁ ଯିବାକୁ ପଡିବ। ତେଣୁ ଅମରାବତୀପୁରରେ ପ୍ରଭୁ ମହାଦେବ ବ୍ରହ୍ମଜ୍ଞାନ କହିବା ଆରମ୍ଭ କଲେ। ମା ପାର୍ବତୀ ବ୍ରହ୍ମଜ୍ଞାନ ଅଧାରେ ସେ ଶୋଇଗଲେ। ତେଣୁ ସେଠି କବୁତର ବୋଲି ଗୋଟେ ପାରା ଥିଲା ଏବଂ ମା ପାର୍ବତୀ ହୁଁ ମାରିବା ବନ୍ଦ କରିଦେଇଥିଲେ। ବ୍ରହ୍ମଜ୍ଞାନ ଅଧାରୁ ବନ୍ଦ ହବନି ସେଥିପାଇଁ ସେ ପାରାଟି ହୁଙ୍କାର ଦେଇଥିଲା। ଯେତେବେଳେ ପ୍ରଭୁ ମହାଦେବ ଆଖି ଖୋଲି ଦେଖିଲେ ମା ନିଦ୍ରାରେ ଶୋଇଛନ୍ତି, ପ୍ରଭୁ କ୍ରୋଧାଙ୍ଗନ ହେଇ କହିଲେ କିଏ ସେ ଦୁର୍ବୃତ୍ତ ଯିଏ ମୋ ବ୍ରହ୍ମଜ୍ଞାନରେ ହୁଙ୍କାର ଦେଲା? ମୋ ସାମ୍ନାକୁ ଆସ, ନହେଲେ ମୁଁ ଭସ୍ମ କରିଦେବି। ପାରାଟି ତତ୍କ୍ଷଣେ ପ୍ରଭୁଙ୍କ ପାଦ ତଳେ ଶରଣ ପଡି କହିଲା କି ପ୍ରଭୁ, ମା ନିଦ୍ରାରେ ଶୋଇଥିଲେ, ବ୍ରହ୍ମଜ୍ଞାନ ଅଧାରୁ ବନ୍ଦ ହବନି।